ଆଜିକାଲି ଗାଁରେ ସବୁ ଜିନିଷର ବିକାଶ ହୋଇଯାଇଛି। ବିଜୁଳି, ପାଣି, ପରିବହନ, ସଡ଼କ ଏମିତିକି ବହୁତ କିଛି ଜିନିଷର ବିକାଶ ଗାଁରେ ହୋଇସାରିଛି। କିନ୍ତୁ ଆଜି ବି ଗାଁରେ କେହି ବିଜନେସ୍ କରିବା ପୂର୍ବରୁ ଭାବନ୍ତି ଯେ ଏଇ ବିଜନେସ୍‌ଟି ଗାଁରେ ଚାଲିବ ନା ନାହିଁ। ଯଦି ଆପଣଙ୍କୁ ବି ଏଭଳି ଲାଗୁଛି ତାହେଲେ ଏହି ଭିଡ଼ିଓଟି କେବଳ ଆପଣଙ୍କ ପାଇଁ। ଆଜି ମୁଁ କହିବି ଗାଁରେ ଚାଲିବା ଆଉ 10ଟି ବିଜନେସ୍। ମୁଁ ଏହା ପୂର୍ବରୁ ଗାଁରେ ଚାଲୁଥିବା 9ଟି ବିଜନେସ୍ ଉପରେ ଗୋଟିଏ ଭିଡ଼ିଓ କରିଥିଲି। ଯଦି ଆପଣ ସେହି ଭିଡ଼ିଓଟି ଦେଖିନାହାନ୍ତି ତାହେଲେ ଲିଙ୍କ୍ ଡେସ୍କ୍ରିପ୍ସନରେ ଅଛି, ଦେଖିନିଅନ୍ତୁ ଓ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁ ନାହିଁ। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଗାଁରେ ଏହି 10ଟି ବିଜନେସ୍ କରି ଆପଣ ବହୁତ ଭଲ ରୋଜଗାର କରିପାରିବେ। ହଁ, ଯେଉଁ ବିଜନେସ୍ ବିଷୟରେ ଆପଣ ଡିଟେଲ୍ସରେ ଜାଣିବାକୁ ଚାହୁଁଛନ୍ତି ଆପଣ କମେଣ୍ଟସ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ମୋର ପୂର୍ବ ଭିଡ଼ିଓରେ ଏସ୍ଏସ୍ସି ସେଣ୍ଟର ବିଷୟରେ ଜାଣିବା ପାଇଁ ବହୁତ ସାରା ଫ୍ରେଣ୍ଡସ୍ କମେଣ୍ଟସ୍ କରିଥିଲେ। ସେହି ଭିଡ଼ିଓ ଉପରେ ମୋର କାମ ଚାଲିଛି। ଭିଡ଼ିଓଟି ବହୁତ ଜଲ୍ଦି ଆମେ ଅପଲୋଡ଼ କରିବା। ଆପଣଙ୍କର କମେଣ୍ଟସ୍ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଏହିଭଳି ଲାଇକ୍, କମେଣ୍ଟସ୍ ଓ ସବସ୍କ୍ରାଇବ୍ ମୋତେ ଆଗକୁ ଭଲ ଭଲ ଭିଡ଼ିଓ ବନାଇବାରେ ଇନ୍ସପାୟାର କରିବ। ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ଏହି ବିଜନେସ୍‌ରେ ଆମର ପ୍ରଥମ ବିଜନେସ୍ ହେଉଛି କନଷ୍ଟ୍ରକ୍ସନ୍ ମେଟେରିଆଲ ସପ୍ଲାଏ ବିଜନେସ୍। ଆଜିକାଲି ସହର ଅପେକ୍ଷା ଗାଁରେ ବହୁତ ଡେଭଲପମେଣ୍ଟ କାମ ଚାଲିଛି। ଗାଁରେ ଘର, ବିଲ୍ଡିଂ, ରୋଡ଼, ସପ୍ ବହୁ ମାତ୍ରାରେ ବନିବାରେ ଲାଗିଛି। ଏଇଥିପାଇଁ ଗାଁରେ କନଷ୍ଟ୍ରକ୍ସନ୍ ମେଟେରିଆଲ ବିଜନେସ୍ ଗୋଟିଏ ବହୁତ ବଢ଼ିଆ ବିଜନେସ୍ ଅଟେ। ଆପଣ ବାଲି, ଗୁଡ଼ି, ମାଟି, ସିମେଣ୍ଟ, ଲୁହା ଛଡ଼ ସପ୍ଲାଏ କରି ବହୁତ ବଢ଼ିଆ ଇନକମ୍ କରିପାରିବେ। ଆପଣ ଯଦି ବିଜନେସ୍‌ଟିକୁ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଟାଇଲ୍ସ, ମାର୍ବଲ୍ସ ଏଡ୍ କରିପାରିବେ। ଆପଣ ଗାଁରେ ବା ଛୋଟ ଛୋଟ ସହରରେ ଥିବା ରାଜମିସ୍ତ୍ରୀ ବା କଣ୍ଟ୍ରାକ୍ଟରମାନଙ୍କ ସହିତ ଟାଇ ଅପ୍ ହୋଇ ଏହି ବିଜନେସ୍‌ଟିକୁ ବହୁତ ବଢ଼ାଇ ପାରିବେ। ଚାଲନ୍ତୁ ଜାଣିବା ସେକେଣ୍ଡ ବିଜନେସ୍, କାର୍ ଆଣ୍ଡ ବାଇକ୍ କ୍ଲିନିଂ ସପ୍। କାର୍ ଓ ବାଇକ୍ ସଫା କରିବା ବା ଧୋଇବାର ସପ୍ କରିବା। ଏହି ବିଜନେସ୍‌ର ଡିମାଣ୍ଡ ଆଜିକାଲି ଗାଁରେ ବା ଛୋଟ ସହରରେ ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି। ଆପଣ ଆଜି ପ୍ରତି ଘରେ ଗୋଟିଏ ବାଇକ୍, ସ୍କୁଟି ବା କାର୍ ଦେଖିବାକୁ ପାଇବେ। ଏହି ବିଜନେସ୍‌ରେ ଆପଣଙ୍କର ବିଶେଷ କିଛି ଖର୍ଚ୍ଚ ହେବ ନାହିଁ। ଆପଣଙ୍କର ଏହି ବିଜନେସ୍‌ରେ ଗୋଟିଏ ବୋରୱେଲ୍ ବା ୱାଟର ପମ୍ପ ଦରକାର ଓ କିଛି କ୍ଲିନିଂ ମେଟେରିଆଲ ଦରକାର। ଏହି ବିଜନେସ୍‌ରେ ଆପଣ ପ୍ରତି ବାଇକ୍‌ରୁ ବା ସ୍କୁଟିରୁ 50ରୁ 100 ଟଙ୍କା ଚାର୍ଜ କରିପାରିବେ ଓ ପ୍ରତି କାର୍ ବା ଛୋଟ ମିନି ଟ୍ରକ୍ ଏଗୁଡ଼ାକରୁ ଆପଣ 150ରୁ 250 ଟଙ୍କା କ୍ଲିନିଂ ଚାର୍ଜେସ୍ ନେଇପାରିବେ। ଏହି ବିଜନେସ୍‌ରେ ଆପଣ ପ୍ରତିଦିନ 800ରୁ 1000 ଟଙ୍କା ରୋଜଗାର କରିପାରିବେ। ସେହିପରି ପ୍ରତି ମାସରେ 30ରୁ 50,000 ଟଙ୍କା ରୋଜଗାର କରିପାରିବେ। ଚାଲନ୍ତୁ ଜାଣିବା ବିଜନେସ୍ ନମ୍ବର 3। ଏହି ବିଜନେସ୍ କରି ଆପଣ ବହୁତ ଅର୍ଥ ରୋଜଗାର କରିପାରିବେ। ଦୁନିଆର ସବୁଠୁ ବଡ଼ ବଡ଼ ଧନୀ ଲୋକମାନେ ଏହି ବିଜନେସ୍ କରି ହିଁ ଧନୀ ହେଇଛନ୍ତି। ଚାଲନ୍ତୁ ଜାଣିବା ଏହି ବିଜନେସ୍‌ର ନାମ। ଏହି ବିଜନେସ୍‌ଟି ହେଉଛି ରିଏଲ୍ ଏଷ୍ଟେଟ୍ ବିଜନେସ୍। ବହୁତ ଆଗରୁ ହିଁ ଲୋକମାନେ ରିଏଲ୍ ଏଷ୍ଟେଟ୍ ଇନଭେଷ୍ଟମେଣ୍ଟକୁ ଗୋଟିଏ ଭଲ ଇନଭେଷ୍ଟମେଣ୍ଟର ବିକଳ୍ପ ଭାବରେ ଗ୍ରହଣ କରୁଛନ୍ତି। ଏହି ଇନଭେଷ୍ଟମେଣ୍ଟ ଦ୍ୱାରା ଲୋକମାନେ ବହୁତ ଭଲ ଅର୍ଥ ରୋଜଗାର ବି କରିପାରୁଛନ୍ତି। ଏହି ବିଜନେସ୍ କରି ଆଜିକାଲି ଲୋକମାନେ ବହୁତ ଭଲ ଅର୍ଥ ରୋଜଗାର କରୁଛନ୍ତି। କିନ୍ତୁ ଗୋଟିଏ ଇମ୍ପୋର୍ଟାଣ୍ଟ କଥା ଯେ ଆଜିକାଲି ଲୋକମାନଙ୍କ ପାଖରେ ସମୟ ନାହିଁ ଗୋଟିଏ ଭଲ ପ୍ରପର୍ଟି ସର୍ଚ୍ଚ କରିବାକୁ। ଆପଣ ଯଦି ଏହି ଇଣ୍ଟରେଷ୍ଟେଡ୍ କ୍ରାଉଡ୍‌କୁ ବା ଲୋକମାନଙ୍କୁ ଯଦି ଗୋଟିଏ ଭଲ ପ୍ରପର୍ଟି ଦେଖାଇବେ ତାହେଲେ ଆପଣ ମିଡ୍‌ମ୍ୟାନ୍ ହିସାବରେ ବହୁତ ଭଲ ରୋଜଗାର କରିପାରିବେ। ଏହି ବିଜନେସ୍‌ରେ ଆପଣ କିଛି ଅର୍ଥ ଇନଭେଷ୍ଟମେଣ୍ଟ କରିବା ଦରକାର ନାହିଁ। କିନ୍ତୁ ଆପଣ ଯେଉଁ ଏରିଆରେ ଏହି ବିଜନେସ୍‌ଟି କରୁଛନ୍ତି ସେହି ଏରିଆ ବିଷୟରେ ଆପଣଙ୍କର ଭଲ ନଲେଜ୍ ଥିବା ଦରକାର। ଚାଲନ୍ତୁ ଜାଣିବା ଚତୁର୍ଥ ବିଜନେସ୍, ଫୁଡ୍ ଟ୍ରକ୍ ବା ଫୁଡ୍ ଟେମ୍ପୋ। ଏହି ବିଜନେସ୍‌ଟି ଓଡ଼ିଶାରେ ଟିକେ ନୂଆ, କିନ୍ତୁ ଏହି ବିଜନେସ୍ ଦ୍ୱାରା ବି ଆପଣ ଭଲ ରୋଜଗାର କରିପାରିବେ। ଆଜିକାଲି ଗାଁରେ ହେଉ ବା ସହରରେ ହେଉ ଭଲ ଫୁଡ୍ ବା ଟେଷ୍ଟି ଫୁଡ୍‌ର ବହୁତ ଡିମାଣ୍ଡ ଅଛି। ଆପଣ ଯଦି କ୍ୱାଲିଟି ଆଣ୍ଡ ଟେଷ୍ଟି ଫୁଡ୍‌ର କମ୍ବିନେସନ୍ ଲୋକମାନଙ୍କୁ ଦେଇପାରିବେ ତାହେଲେ ଆପଣ ଏହି ବିଜନେସ୍‌ରେ ବହୁତ ଭଲ ରୋଜଗାର କରିପାରିବେ। ଏହି ବିଜନେସ୍‌ଟି ଆପଣ ଗାଁରେ ବା ସହରରେ କରି ବହୁତ ଭଲ ରୋଜଗାର କରିପାରିବେ। ଏହି ବିଜନେସ୍‌ରେ ଆପଣ ପ୍ରତି ମାସରେ 40ରୁ 50,000 ଟଙ୍କା
ରୋଜଗାର କରିପାରିବେ। ଏହି ବିଜନେସଟି ଆପଣ କୌଣସି ପାର୍କ ସାଇଡ୍ ବା ସ୍କୁଲ ସାଇଡ୍ ବା କଲେଜ ଆଗରେ ଏମିତି ଜାଗାରେ କରିଲେ ବହୁତ ଭଲ ଚାଲିବ। ବିଜନେସ୍ ନମ୍ବର 5 ଡ୍ରାଇଭିଂ ଟ୍ରେନିଂ ସ୍କୁଲ। ଆଜିକାଲି ଗାଁରେ ସମସ୍ତଙ୍କ ପାଖରେ ସ୍କୁଟି ବାଇକ୍ ଓ କାର୍ ଅଛି। ଏହି ସ୍କୁଟି ବାଇକ୍ ଓ କାର୍ ଚଲାଇବା ସମସ୍ତଙ୍କୁ ଆସୁନାହିଁ। ଯେଉଁମାନେ ଏହି ସ୍କୁଟି ବାଇକ୍ କାର୍ ଚଲାଇବା ଶିଖିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କର ଘର ଲୋକଙ୍କ ପାଖରେ ସମୟ ନାହିଁ ଏହା ଶିଖାଇବା ପାଇଁ, ତାହେଲେ ସେମାନେ ଏହି ଡ୍ରାଇଭିଂ ଟ୍ରେନିଂ ସ୍କୁଲର ସହାୟତାରେ ଏହା ଶିଖିପାରିବେ। ଆପଣ ଯଦି ଲୋକମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବା ସହିତ ଯଦି ସେମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବାରେ ବି ସହାୟତା କରୁଛନ୍ତି, ତାହେଲେ ଆପଣଙ୍କ ପାଖରେ କଷ୍ଟମରର ଅଭାବ ରହିବ ନାହିଁ। କିନ୍ତୁ ଏହି ବିଜନେସଟିକୁ ଆପଣ ଗାଁରେ ନ କରି ଗାଁ ପାଖରେ ଥିବା ଛୋଟ ସହରରେ କଲେ ଆପଣଙ୍କୁ ବହୁତ ଭଲ କଷ୍ଟମର ମିଳିପାରିବେ। ଷଷ୍ଠ ବିଜନେସ୍ ହେଉଛି କ୍ଲଥ୍ ବିଜନେସ୍ ବା ଲୁଗା ଦୋକାନ। ଏହି କ୍ଲଥ୍ ବିଜନେସ୍ ବା ଲୁଗା ଦୋକାନ ବା କପଡ଼ା ଦୋକାନର ଡିମାଣ୍ଡ କେବଳ ସହରର ନୁହେଁ, ଗାଁରେ ଛୋଟ ସହରରେ ସବୁ ଜାଗାରେ ରହିଛି। ଏହି କ୍ଲଥ୍ ବିଜନେସ୍ ମୁଖ୍ୟତଃ ଦୁଇ ପ୍ରକାରର। ଗୋଟିଏ ହେଉଛି ଟ୍ରେଡିସନାଲ କ୍ଲଥ୍ ଆଉ ଦ୍ୱିତୀୟଟି ହେଉଛି ଟ୍ରେଣ୍ଡିଂ କ୍ଲଥ୍। ଟ୍ରେଡିସନାଲ କ୍ଲଥ୍ ଅର୍ଥାତ୍ ଲୁଗା, ଧୋତି, ଲୁଙ୍ଗି, ଗାମୁଛା ଏଗୁଡ଼ାକର ଡିମାଣ୍ଡ ଗାଁରେ ବହୁତ ମାତ୍ରାରେ ରହିଥାଏ। ଗାଁର ଲୋକମାନେ ବହୁତ ନର୍ମାଲ ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି। ତେଣୁ ଏହି ବିଜନେସ୍ କରି ଆପଣ ବହୁତ ଅର୍ଥ ରୋଜଗାର କରିପାରିବେ। ସେହିଭଳି ଗାଁରେ ଆଜିକାଲି ନ୍ୟୁ ଜେନେରେସନର ପିଲାମାନେ ଟ୍ରେଣ୍ଡିଂ କ୍ଲଥ୍ ଉପରେ ବହୁତ ଇଣ୍ଟରେଷ୍ଟ ଦେଉଛନ୍ତି। ତେଣୁ ଟ୍ରେଣ୍ଡିଂ କ୍ଲଥ୍ ବି ଗାଁରେ ବହୁତ ମାତ୍ରାରେ ଡିମାଣ୍ଡ ରହିଛି। ଏହି ଟ୍ରେଣ୍ଡିଂ କ୍ଲଥ୍ର ବିଜନେସ୍ କରି ଆପଣ ଗାଁରେ ବହୁତ ଟଙ୍କା ରୋଜଗାର କରିପାରିବେ। ଏହି ବିଜନେସ୍ରେ ବହୁତ ଭଲ ପ୍ରଫିଟ୍ ମାର୍ଜିନ୍ ମିଳିଥାଏ। ତେଣୁ ଏହି ବିଜନେସ୍ କରି ଆପଣ ଗାଁରେ ଆରାମସରେ 20ରୁ 30,000 ଟଙ୍କା ରୋଜଗାର କରିପାରିବେ। ସପ୍ତମ, ଗ୍ରୋସରୀ ଷ୍ଟୋର ବା କିରାନା ଦୋକାନ। ଗାଁରେ ହେଉ ବା ସହରରେ ସବୁ ଜାଗାରେ ଗ୍ରୋସରୀ ଷ୍ଟୋରର ଡିମାଣ୍ଡ ଅଛି। ଗାଁରେ ଆପଣ ପ୍ରତି ସାହିରେ ଗୋଟିଏ ଛୋଟ ଛୋଟ କିରାନା ଷ୍ଟୋର ଦେଖିବାକୁ ପାଇବେ। କିନ୍ତୁ ଏହି କିରାନା ଷ୍ଟୋର ଗୁଡ଼ିକରେ ସବୁ ସାମାନ ଗୋଟିଏ ଜାଗାରେ ମିଳେ ନାହିଁ। ତେଣୁ ଆପଣ ଯଦି ଗୋଟିଏ ବଡ଼ ଦୋକାନ କରିବେ ବା ସବୁ ଭେରାଇଟିର ଜିନିଷ ମେଣ୍ଟେନ୍ କରିବେ, ତାହେଲେ ଆପଣଙ୍କ ଦୋକାନ ଚାଲିବାର ବହୁତ ପସିବିଲିଟି ଅଛି। ଯଦି ଆପଣ ଗ୍ରୋସରୀ ଦୋକାନ ବଦଳରେ ଗ୍ରୋସରୀ ମାର୍ଟ କରୁଛନ୍ତି, ତାହେଲେ ଏହା ବହୁତ ବଢ଼ିଆ ଚାଲିବ। ଲୋକମାନେ ଆଜିକାଲି ଗ୍ରୋସରୀ ଦୋକାନ ଅପେକ୍ଷା ଗ୍ରୋସରୀ ମାର୍ଟକୁ ବହୁତ ପସନ୍ଦ କରୁଛନ୍ତି। ଗ୍ରୋସରୀ ମାର୍ଟରେ ଲୋକମାନେ ନିଜେ ଆସି ନିଜ ଜିନିଷ ପସନ୍ଦ କରିବେ ଓ ଆପଣଙ୍କ ପାଖରେ ବିଲ୍ କରି ନେଇଯିବେ। ଏଥିରେ ଆପଣଙ୍କର ମେନ୍ ପାୱାରର କଷ୍ଟ ବି ବହୁତ ବଞ୍ଚିଯିବ। ତେଣୁ ଆପଣ ଗୋଟିଏ ଭଲ ଗ୍ରୋସରୀ ମାର୍ଟ କରି ବି ଭଲ ରୋଜଗାର କରିପାରିବେ। ଏଥିରୁ ଆପଣ ପ୍ରତି ମାସରେ ଆରାମସେ 40ରୁ 50,000 ଟଙ୍କା ରୋଜଗାର କରିପାରିବେ। ଏଇଥ୍ ବିଜନେସ୍ ଆଇଡ଼ିଆ ହେଉଛି କଫି ସପ୍ ବା ଚା ଦୋକାନ। ଏହି ବିଜନେସ୍ରେ ଆପଣ ଦୋକାନ ରେଣ୍ଟ ନେଇକି କରିପାରିବେ ବା ବାହାରେ କୌଣସି ଗଭର୍ଣ୍ଣମେଣ୍ଟ ଅଫିସ୍ ବା ପ୍ରାଇଭେଟ୍ ଅଫିସ୍ ଆଗରେ ଷ୍ଟଲ୍ ଲଗାଇକି ବି କରିପାରିବେ। ଇଣ୍ଡିଆରେ ଲୋକମାନେ ଚା ବା କଫିର ବହୁତ ଦିବାନା। ଲୋକମାନେ ଦିନରେ ଅତି କମରେ 5ରୁ 6 କପ୍ ଚା ବା କଫି ପିଇ ଦେଉଛନ୍ତି। ତେଣୁ ଏହି ବିଜନେସ୍ରେ ଆପଣ ବହୁତ ଭଲ ରୋଜଗାର କରିପାରିବେ। ଆପଣଙ୍କ ପାଖରେ ବହୁତ ବଡ଼ ବଡ଼ ଉଦାହରଣ ଅଛି, ଯେମିତିକି ଡଲି ଚା ବାଲା ବା MBA ଚା ବାଲା। ଏହି ବିଜନେସ୍ କରି ଆପଣ ବହୁତ ଭଲ ରୋଜଗାର କରିପାରିବେ। ଆପଣ ଆପଣଙ୍କର ଲୋକେସନ୍ ଅନୁସାରେ ଏହି ବିଜନେସ୍ରେ ଅତି କମରେ 30ରୁ 40,000 ଟଙ୍କା ରୋଜଗାର କରିପାରିବେ। 9th ବିଜନେସ୍ ଆଇଡ଼ିଆ ହେଉଛି ଗିଫ୍ଟ ଷ୍ଟୋର ବା ଭେରାଇଟି ଷ୍ଟୋର। ଆପଣ ଗିଫ୍ଟ ଷ୍ଟୋର ବା ଭେରାଇଟି ଷ୍ଟୋର କରି ବି ଭଲ ରୋଜଗାର କରିପାରିବେ। ଲୋକମାନେ ବର୍ଥଡେ ବା ମ୍ୟାରେଜ୍ ପାର୍ଟି ଏହିସବୁରେ ଲୋକମାନଙ୍କୁ ଗିଫ୍ଟ ଦେବାକୁ ବହୁତ ପସନ୍ଦ କରିଥାନ୍ତି। ପିଲାମାନଙ୍କ ପାଇଁ ଫ୍ୟାମିଲି ଲୋକମାନେ ବହୁତ ଅକେଜନରେ ଟଏସ୍, କାର୍ସ ବା ଗିଫ୍ଟ ଆଇଟମ୍ ନେଇଥାନ୍ତି। ଏହି ବିଜନେସ୍ କରି ବି ଆପଣ ଭଲ ରୋଜଗାର କରିପାରିବେ ଓ ଏହି ଗିଫ୍ଟ ଭେରାଇଟି ଷ୍ଟୋରରେ ଭଲ ପ୍ରଫିଟ୍ ମାର୍ଜିନ୍ ମିଳିଥାଏ। ତେଣୁ ଏହି ବିଜନେସ୍ କରି ବି ଆପଣ ଭଲ ରୋଜଗାର କରିପାରିବେ। ଭେରାଇଟି ଷ୍ଟୋରରେ ଆପଣ ଡେଲି ୟୁଜ୍ ଜିନିଷ ରଖିପାରିବେ, ଯେମିତିକି ଲେଡ଼ିଜ୍ କସ୍ମେଟିକ୍, ସ୍କୁଲ ବେଗ୍, ୱାଟର ବୋଟଲ, ବେଲ୍ଟ, ଏମିତି ବହୁତ ସାରା ଜିନିଷ ରଖି ଆପଣ ଭଲ ରୋଜଗାର କରିପାରିବେ।
ଏହି ବିଜନେସରେ ଆପଣ ଅତି କମରେ 20 ରୁ 30 ହଜାର ଟଙ୍କା ରୋଜଗାର କରିପାରିବେ। ଶେଷ ବିଜନେସଟି ହେଉଛି ବେକେରୀ ସପ୍ ବା କେକ୍ ସପ୍। ଆଜିକାଲି ଗାଁରେ ହେଉ ବା ସହରରେ କେକ୍ ସପ୍ ବା ବେକେରୀ ସପ୍ର ଡିମାଣ୍ଡ ବହୁତ ଅଛି। ଆପଣ ଏଥିରେ କେକ୍ ବା ବ୍ରେଡ୍ ରଖିବା ସହିତ ବର୍ଥଡେ ଆଇଟମ୍ ବା ଆନିଭର୍ସରୀ ଆଇଟମ୍ ଯେମିତିକି ବେଲୁନ୍, କେକ୍, କ୍ୟାଣ୍ଡେଲ୍ ଏସବୁ ଜିନିଷ ରଖି ସେଲ୍ କରିପାରିବେ। ଆଜିକାଲି ଲୋକମାନେ ଏଭ୍ରି ଅକେଜନରେ କେକ୍ କଟିଂ କରୁଛନ୍ତି। ଲୋକମାନେ ବର୍ଥଡେ ଛଡ଼ା ଆନିଭର୍ସରୀ, ଏଙ୍ଗେଜମେଣ୍ଟ, ନ୍ୟୁ ଦୋକାନ ଓପନିଂ ସବୁ ସମୟରେ କେକ୍ କଟିଂ କରିବାକୁ ପସନ୍ଦ କରୁଛନ୍ତି। ଲୋକମାନେ ନିଜର ପ୍ରତି ଆଚିଭମେଣ୍ଟରେ କେକ୍ କଟିଂ କରିବାକୁ ପସନ୍ଦ କରୁଛନ୍ତି। ତେଣୁ ଆପଣ ଏହି କେକ୍ ସପ୍ ବା ବେକେରୀ ସପ୍ କରି ଭଲ ରୋଜଗାର କରିପାରିବେ। ଏହି ସପ୍ରେ ଆପଣ ଅତି କମରେ ମାସକୁ 50 ରୁ 60 ହଜାର ଟଙ୍କା ରୋଜଗାର କରିପାରିବେ। ଏହି 10ଟି ବିଜନେସ୍ କରି ଆପଣ ଭଲ ରୋଜଗାର କରିପାରିବେ। ଆପଣ କୌଣସି ବି ବିଜନେସ୍ ବିଷୟରେ ଯଦି ଡିଟେଲ୍ସରେ ଜାଣିବାକୁ ଚାହୁଁଛନ୍ତି ତାହେଲେ କମେଣ୍ଟସ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଏଭଳି ଇନକମ୍ ଓ ଇନଭେଷ୍ଟମେଣ୍ଟର ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଓ ଭିଡ଼ିଓଟିକୁ ଲାଇକ୍ କରିବେ। ଆପଣଙ୍କର ଲାଇକ୍, ସବସ୍କ୍ରାଇବ୍, କମେଣ୍ଟସ୍ ମୋତେ ଏହିଭଳି ନୂଆ ନୂଆ ଭିଡ଼ିଓ ବନାଇବାରେ ପ୍ରୋତ୍ସାହନ କରିଥାଏ। ତେଣୁ ଆପଣ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ନମସ୍କାର, ଜୟ ଜଗନ୍ନାଥ।